Hello, my dear students. ଗଣିତ କାର୍ଯ୍ୟ ପୁସ୍ତିକା ପ୍ରଥମ ଶ୍ରେଣୀ ପିଲାମାନେ ତମର ବିଦ୍ୟା ପ୍ରବେଶ ସରିଯାଇଛି ଏବଂ এই ଗଣିତ କାର୍ଯ୍ୟ ପୁସ୍ତିକାରେ କେମିତି ଗଣିତ ରହିଛି ତମମାନଙ୍କ ପାଇଁ ଆଜି ଆମେ ଆଲୋଚନା କରିବା ଏବଂ ଯାହାକି 13 ନମ୍ବର ସପ୍ତାହ ଠାରୁ এই ଗଣିତ କାର୍ଯ୍ୟ ପୁସ୍ତିକା ତମର ବିଦ୍ୟାଳୟରେ ଆରମ୍ଭ ହେବ ତେଣୁ ତା ପୂର୍ବରୁ ତମେ ଜାଣି ଯାଇଥାଅ ଯେ କେମିତି ଭାବରେ ତାକୁ ତମେ ସମାଧାନ କରିବ ତାର ଉତ୍ତର କେମିତି ତମେ ଖୋଜି ପାଇବ ତାହେଲେ ଦେଖିବା କଣ ପ୍ରଶ୍ନ ଅଛି ତମମାନଙ୍କ ପାଇଁ ଦେଖିପାରୁଛ ପିଲାମାନେ ସପ୍ତାହ 13 ଦିବସ 1 ତେଣୁ ପ୍ରଥମ ଦିନର କାର୍ଯ୍ୟ ତମମାନଙ୍କ ପାଇଁ କଣ ଅଛି ତା ପୂର୍ବରୁ 12 ସପ୍ତାହର କାର୍ଯ୍ୟ ତମେ କରିସାରିଛ ଏବଂ ତା ସହିତ ବିଦ୍ୟା ପ୍ରବେଶ ର କାର୍ଯ୍ୟ ପୁସ୍ତିକାକୁ ମଧ୍ୟ ତମେ ସମ୍ପୂର୍ଣ୍ଣ କରିସାରିଛ ତାହେଲେ ଦେଖ କଣ ଅଛି ଚିତ୍ରଗଣି ସଂଖ୍ୟାଟିକୁ କୁହ ପାଖ କୋଠରୀରେ ସେତିକିଟି ଗାର ପକାଅ ତାହେଲେ ତା ପୂର୍ବରୁ ତମେ ଗଣି ଜାଣିଲଣି ତାହେଲେ ଦେଖିପାରୁଛ ଇଏ ହେଉଛି ଗୋଟେ ପାରା ସେ କହୁଛି ଚିତ୍ରଗଣି ସଂଖ୍ୟାଟି କୁଆଟା କେତେ 1 ତାହେଲେ ସେତିକିଟେ ଗାର ଏଠି ଆମେ ପକେଇବା ତେଣୁ ଗୋଟିଏ ଗାର ଏଠି ପକେଇବା ଦେଖ ଇଏ କଣ ଅଛି ବଗ କେତୋଟି ଅଛି 1 2 ତେଣୁ ଆମେ ଦୁଇଟି ଗାର ପକେଇବା ବୁଝିପାରୁଛ ଯେତିକିଟି ଚିତ୍ର ଅଛି ସେତିକିଟି ଗାର ଦେବା ଆମେ ଚିତ୍ର କରିବାନି ଗାର ଦେବା ଏଠି ଦେଖ କଣ ଅଛି ଏଟା ପିଲେ କହିଲ ଇଏ ହଉଛି ଫୁଲ ନା କେତୋଟି ଫୁଲ ଗୋଟିଏ ଫୁଲକୁ ଗୋଟିଏ ଗାର ପୁଣି ଆଉ ଗୋଟେ ଫୁଲକୁ ଆଉ ଗୋଟେ ଗାର ପୁଣି ଆଉ ଗୋଟେ ଫୁଲକୁ ଆଉ ଗୋଟେ ଗାର ତେଣୁ ଯେତୋଟି ଫୁଲ ଅଛି ସେତିକିଟି ଆମେ ଗାର ଦେବା ତାହେଲେ ଦେଖ ସଂଖ୍ୟାରେ କଣ କହିବା ଯେ 1 2 3 3 ତେଣୁ ତିନୋଟି ଗାର ଆମେ ଦେଲେ ସେଭଳି ଦେଖ ଏଠି କଣ୍ଢେଇ ଅଛି କେତୋଟି ଅଛି 1 2 3 4 ତେଣୁ ଚାରିଟି କଣ୍ଢେଇ ତମେ କହିଲ ଏବଂ ଚାରିଟି ଏଠି ଗାର ଦବ 1 2 3 4 ସେଭଳି ଦେଖ ଏଠି ବାଡି ଅଛି ଏଟା ପେନସିଲ ଅଛି କେତୋଟି ଅଛି ଗଣିବା 1 2 3 4 5 ପାଞ୍ଚଟି ପେନସିଲ ର ଚିତ୍ର ଅଛି ତେଣୁ ଆମେ ପାଞ୍ଚଟି ଗାର ଦେବା 1 2 3 4 5 ବାସ୍ କାମ ହେଇଗଲା ଦେଖିବା ତାପରେ କଣ ଅଛି ତମମାନଙ୍କ ପାଇଁ ଚିତ୍ରଗଣି ସମାନ ସଂଖ୍ୟକ ଗାର ଥିବା କୋଠରୀ ସହ ଗାର ଟାଣି ଯୋଡ଼ ପିଲାମାନେ ତମେ ଆକୁ ପଢି ପାରୁଛ ଯଦି ପଢି ପାରିବ ନାହିଁ ତାହେଲେ ତମ ସ୍କୁଲରେ ତମର ସାର୍ ପଢିଦେବେ ଏବଂ ବୁଝେଇ ମଧ୍ୟ ଦେବେ ଦେଖ ଚିତ୍ରଗଣି ସମାନ ସଂଖ୍ୟକ ଗାର ଥିବା କୋଠରୀ ସହ ଗାର ଟାଣି ଯୋଡ଼ ତାହେଲେ ଏଠି କେତୋଟି ଦେଖ ଚିତ୍ର ଅଛି ଦେଖିଲ ସ୍ମାଇଲ ଚିତ୍ର ଅଛି 1 2 3 4 5 ତାହେଲେ ଦେଖ ଏପଟେ ଚିତ୍ର ସବୁ ଅଛି ଏପଟେ ଗାର ଅଛି ତାହେଲେ ଏଠି ପାଞ୍ଚଟି ଚିତ୍ର ଅଛି ଏପଟେ ଆମେ ଦେଖିବା ପାଞ୍ଚଟି ଗାର କୋଉ ଜାଗାରେ ଅଛି କେତେଟା ଗାର ଅଛି 1 2 3 4 5 6 7 ଅଧିକା ଅଛି ଇଏ ହବ ନାହିଁ ये 1 2 3 4 5 6 7 8 ये भी हब नहीं 1 2 3 4 5 6 7 8 9 ये भी हब नहीं 1 2 3 4 5 6 ये भी हब नहीं 1 2 3 4 5 देखिपार तेणु ये चित्रटी ये गार सहित समान अच्छी तेणु आम ये गारटी टाणीदेवा बर्तमान चित्र प्रजापति केतोटी प्रजापति गणवा 1 2 3 4 5 6 ताले 6 टी गार जोठी हम देखिबा देखो एठी 1 2 3 4 5 6 तेणु एठी हम प्रजापति को ए गार सहित आमे टाणी देबा एठी देखो कोन अछि एटा मोहम्मती अछि ना देखो केतोटी अछि 1 2 3 4 5 6 7 तेणु या भीतर 7 टी गार कोडी अछि देखिलो एठी अछि 1 2 3 4 5 6 7 8 बेसी हे गला एठी अछि देखो 1 2 3 4 5 6 7 तेणु एठू आमे कोन करिबा गार एडिकी टाणी देबा बर्तमान देखिलो एठी कप अछि केतोटी कप अछि गणिबा 1 2 3 4 5 6 7 8 ताले कोड अछि देखिबा एठी 8 अछि कि देखिबा 1 2 3 4 5 6 7 8 तेणु ए कप रा आमे कोन करिबा एठी गार काटी देबा बाकी रहला एठी पेन अछि केतोटी पेन 1 2 3 4 5 6 7 8 9 देखिए गारोटी देखिबा 1 2 3 4 5 6 7 8 9 बर्तमान ए पेन रु गार कोडी एठी काटी देबा ठीक अछि पिला माने ये थिला तमर सप्ताह 13 रो प्रथम दिन रो कार्य एठी तमर देखो शिक्षक शिक्षयित्रींकर स्वाक्षर कहले तम शिक्षक शिक्षयित्री एटा दस्तखत करिवे ताले देखिबा सप्ताह 13 रो द्वितीय दिन रो कार्य कोन अछि देखिने देखो सप्ताह 13 दिवस 2 कोन अछि हालुका चित्र जिनिस चित्र तळे राइट चिन्ह दियो देखो ये चिन्ह देखुजो ये हला ठीक चिन्ह हला राइट चिन्ह देखि पार जे गोटे कोन अछि जे गोटे माकड़ अछि एपटे गोटे सिंह अछि ताले एई दुईटा भितरु हालुका किए एपटे माकड़ हालुका
ନା ସିଂହ ହାଲୁକା। ଯିଏ ହାଲୁକା ସେ କୁଆଡେ ହବ? ସେ ଉପରକୁ ହବ। ଯିଏ ଓଜନିଆ ସେ କୋଉଠି ହବ? ତଳକୁ ହବ। ତେଣୁ ଯେହେତୁ ଇଏ ତଳକୁ ଅଛି ଇଏ ହେଲା ଅଧିକା ଓଜନିଆ ଏବଂ ଇଏ ହଉଛି ହାଲୁକା। ତେଣୁ ଏଠି ଆମେ କଣ କରିବା? ଠିକ ଚିହ୍ନ ଦେଇଦବା। ବର୍ତ୍ତମାନ ଏଇଠି ଦେଖ ଗୋଟେ ହାତୁଡି ଅଛି ଏବଂ ଗୋଟେ ପେନସିଲ ଟି ଅଛି। ଏଇ ଦିଟା ଭିତରୁ କିଏ ହାଲୁକା ହବ କହିଲେ? ହାଲୁକା କହିଲେ କଣ? ଉଶ୍ୱାସ ଲାଗିବ, ଓଜନିଆ ନୁହଁ। ତେଣୁ କୋଉଟା ଓଜନିଆ ନୁହଁ? ଇଏ ନିଶ୍ଚିତ ଭାବରେ ହାତୁଡି ହଉଛି ଲୁହାରେ ତିଆରି, ତେଣୁ ଇଏ ଓଜନିଆ ହବ। ପେନସିଲ ଟା ହଉଛି କାଠରେ ତିଆରି, ତେଣୁ ଇଏ କଣ ହବ? ହାଲୁକା ହବ। ତେଣୁ ଏଠି ଆମେ କଣ କରିବା? ଠିକ ଚିହ୍ନ ଦେଇଦେବା। ଦେଖ ତାପରେ କଣ ଅଛି? ହାଲୁକା ଜିନିଷ ଚିତ୍ର ତଳେ ଠିକ ଚିହ୍ନ ଦିଅ। ତେଣୁ ଏଇ ଦିଟାର ମଧ୍ୟ ଆମେ ହାଲୁକା କୋଉଟା ଦେଖିବା? ଯେ ତାଲା, ଚାବି। ତାଲା ଓଜନ ନା ଚାବି ଓଜନ? ତାଲା ହଉଛି ଓଜନ। ଯଦି ତାଲା ଓଜନ ହେଲା ତାହେଲେ ଚାବିଟା କଣ ହବ? ହାଲୁକା ହବ। ତେଣୁ ଦୁଇଟା ଜିନିଷକୁ ଯେତେବେଳେ ଆମେ ତୁଳନା କରୁଛେ, ଗୋଟିଏ ଜିନିଷ ଆମର ହାଲୁକା ହେଲା ବେଳେ ଏବଂ ଆଉ ଗୋଟେ ଜିନିଷ ଓଜନିଆ ହବ। ତେଣୁ ଯୋଉଟା ଓଜନିଆ ତାକୁ ଛାଡି ହାଲୁକା ଯୋଉଠି ସେଠି ଆମେ ଠିକ ଚିହ୍ନ ଦେଇଦେବା। ବର୍ତ୍ତମାନ ଦେଖ ଗୋଟେ ଦେଖ ବେଲୁନ ଅଛି, ବେଲୁନ ଫୁଙ୍କା ହେଇଛି ଏବଂ ଗୋଟେ କପ୍ ଅଛି। ଏଇ ଦିଟା ଭିତରେ ଓଜନିଆ କିଏ ହବ? ଯେ କପ୍ ଓଜନିଆ ହବ, ତାହେଲେ ହାଲୁକା କିଏ ହେଲା? ବେଲୁନ ହାଲୁକା ହବ। ତେଣୁ ଏଠି ଆମେ କଣ କରିବା? ରାଇଟ ଚିହ୍ନ ଦେଇଦେବା। ଦେଖ ଏଠି ଚିତ୍ର ଗଣି ସମାନ ସଂଖ୍ୟକ ଗାର ଥିବା କୋଠରୀ ସହ ଗାର ଟାଣି ଯୋଡ। ଦେଖ ଏଠି ଫୁଲ କେତେ ଅଛି? 1। ଏଟା ଗାର କୋଉଠି ଅଛି? ଏଠି ଦେଖ ଏଠି ଗୋଟେ 1 ଗାର ଅଛି। ତେଣୁ ଏଠୁ ଆମେ କଣ କରିବା? ଏଠିକି ପିଲାମାନେ ଗାର ଦେଇଦେବା। ଏଟା କେତୋଟି ଫୁଲ ଅଛି? 2ଟି ଫୁଲ ଅଛି। 1 2 2ଟି ଗାର କୋଉଠି ଅଛି? ଦେଖିନି ଏଠି 2ଟି ଗାର ଅଛି। ତେଣୁ ଏଠୁ ଆମେ କଣ କରିବା? ଏଠିକି ଟାଣିଦେବା। ଏଟା 1 2 3 3ଟି ଫୁଲ ଅଛି। 3ଟି ଗାର ଦେଖ 1 2 3 ଏଠି ଅଛି। ତେଣୁ ଏଠୁ ଆମେ ଏଠିକି ଟାଣିଦେବା। ଏଟା 1 2 3 4 4ଟି ଫୁଲ ଅଛି। ଏଠି ଆମର 1 2 3 4 4ଟି ଗାର ଅଛି। ତେଣୁ ଇଏ ଆ ସହିତ ସମାନ। ତେଣୁ ଏଠି ଆମେ ଗାର କାଟିଦେବା। ତାପରେ ଦେଖ ଦୁଇଟି ଘରେ ଥିବା ଚିତ୍ର ଗୁଡ଼ିକୁ ଗଣି ଏକାଠି କରି ଖାଲି ଘରେ ଚିତ୍ର କର ଓ ଗଣ। ଦେଖ ଦୁଇଟି ଘରେ ଏଠି ଗୋଟେ ଗୋଲ ଅଛି, ଏଠି ମଧ୍ୟ ଦିଟା ଗୋଲ ଅଛି। ତାହେଲେ ଏକାଠି ଆମେ କରି ଖାଲି ଘରେ ଚିତ୍ର କରିବା ଏବଂ ଗଣିବା। ଚିତ୍ରଟେ କରିଦବା ଖାଲି ଘରେ 1 2 3। ତେଣୁ ଏ ତିନୋଟି ଚିତ୍ରକୁ ଏକାଠି କଲେ ଗଣିଦେବା 1 2 3। ସେଭଳି ଦେଖ ଗୋଟେ ତ୍ରିଭୁଜ ଅଛି, ତିନି କୋଣିଆ। ଏଠି ଗୋଟେ ଅଛି, ଏଠି ଦିଟା ଅଛି। ତାକୁ ଯଦି ଆମେ ଏକାଠି କରିବା ଚିତ୍ର କେମିତି ହବ? ଦେଖ 1 ଏଠି ଆଉ ଗୋଟେ ଚିତ୍ର, ଏଠି ଆଉ ଗୋଟେ ଚିତ୍ର। ଦେଖିପାରୁଛ ପିଲାମାନେ? ତାହେଲେ କେତୋଟି ଚିତ୍ର ହେଲା ଇଏ? ଯେ ତିନୋଟି ଚିତ୍ର ହେଲା। ଇଏ ଥିଲା ତମର ପିଲାମାନେ ସପ୍ତାହ 13 ର ଦ୍ୱିତୀୟ ଦିନର କାର୍ଯ୍ୟ। ତାହେଲେ ପ୍ରଥମ ଦିନର ଏବଂ ଦ୍ୱିତୀୟ ଦିନର କାର୍ଯ୍ୟ ତମକୁ କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ତମେ କହିବ। ଏବଂ ଯଦି ଭଲ ଲାଗୁଛି ତାହେଲେ ପରବର୍ତ୍ତୀ ସପ୍ତାହ ପ୍ରତ୍ୟେକ ଦିବସର କାର୍ଯ୍ୟକୁ ନିଶ୍ଚିତ ଭାବରେ ମୁଁ ତମକୁ ଯୋଗେଇଦେବି। ତାହେଲେ ଠିକ ଅଛି, ଆଜିର ପାଠକୁ ତାହେଲେ ରଖିବା। ଧନ୍ୟବାଦ, ବାଏ ବାଏ।